ଦିନେ ଜଣେ ଅନ୍ଧ ଆଉ ଜଣେ ଚକ୍ଷୁମାନ ବ୍ୟକ୍ତି ଏକାଠି ଯାତ୍ରା କରୁଥିଲେ। ସନ୍ଧ୍ୟା ହେଲାରୁ ସେମାନେ ଗୋଟିଏ ଘାସ ପଡ଼ିଆକୁ ଘୋଡ଼ାକୁ ଝପଟାଇ ଦେଲେ। ସେଠାରେ ଓହ୍ଲାଇ ପଡ଼ି ସକାଳ ଯାଏଁ ଶୋଇଲେ। ପାହାନ୍ତା ଆଗରୁ ସେମାନେ ପୁଣି ଯାତ୍ରା ଆରମ୍ଭ କରିବାକୁ ବାହାରିଛନ୍ତି। ଅନ୍ଧ ଜଣକ ତା ଚାବୁକ ଖୋଜିଲା। ଯୋଗକୁ ସାପଟିଏ ଥଣ୍ଡାର ପୋଲ ମାରି ସେଠାରେ ଶୋଇପଡ଼ିଥିଲା। ଅନ୍ଧ ଲୋକର ହାତ ତା ଉପରେ ପଡ଼ିଲାରୁ ସେ ଭାବିଲା, ଏଇଟା ମୋର ପୁରୁଣା ଚାବୁକଠାରୁ ବହୁତ ନରମ ହେଇଛି। ତାକୁ ସେ ଉଠାଇ ନେଇ ଘୋଡ଼ାରେ ସବାର ହେଲା। ଟିକେ ଫରଚା ହେବାରୁ ଚକ୍ଷୁଷ୍ମାନ ଦେଖିଲା, ଅନ୍ଧ ସାଥୀ ଜଣକ ହାତରେ ସାପଟିଏ ଧରିଛି। ଚିହିଁକି ଉଠି ସେ ପାଟି କଲା, ହେ ସାଙ୍ଗ, ଯାହାକୁ ତୁମେ ଚାବୁକ ଭାବିଛ, ପ୍ରକୃତରେ ତାହା ଗୋଟିଏ ସାପ। ସେ କାମୁଡ଼ିବା ଆଗରୁ ତାକୁ ଚଞ୍ଚଳ ଫୋପାଡ଼ି ଦିଅ। କିନ୍ତୁ ଅନ୍ଧଟି କେବଳ ହସିଲା। କହିଲା, କ'ଣ ମୋର ସୌଭାଗ୍ୟ ତୁମେ ସହିପାରୁନ କି? ମୁଁ ମୋ ଚାବୁକ ହରାଇଲି, କିନ୍ତୁ ଭାଗ୍ୟ ତାଠୁ ଭଲ ନରମା ଜିନିଷଟିଏ ମୋ ହାତରେ ଦେଲା। ଭାବନି ଯେ ମୁଁ ଅନ୍ଧ ହେଲେ ବି ନିର୍ବୋଧ। ମୁଁ ଏତେ ନିର୍ବୁଦ୍ଧିଆ ନୁହେଁ ଯେ ସାପ ଆଉ ଚାବୁକ ଭିତରେ ଫରକ ଜାଣିପାରିବି ନାହିଁ। ଚକ୍ଷୁଷ୍ମାନ କହିଲା, ପ୍ରିୟ ବନ୍ଧୁ, ତୁମର ମଙ୍ଗଳ ପାଇଁ ମୁଁ ଗୁହାରି କରୁଛି। ମୋ କଥା ବିଶ୍ୱାସ କରି ସାପଟିକୁ ଫିଙ୍ଗିଦିଅ। କିନ୍ତୁ ଅନ୍ଧଟି ଆହୁରି ଜୋରରେ ସାପଟିକୁ ଜାବୁଡ଼ି ଧରିଲା। ଅନ୍ଧ ହାତରୁ ଉଷୁମ ପାଇ ସାପଟିର ନିଦ ଭାଙ୍ଗିଗଲା। ସେ ତା ମଣିବନ୍ଧରେ ଗୁଡ଼ାଇ ହୋଇ ତାକୁ ଦଂଶି ଦେଲାରୁ ଲୋକଟି ମରିଗଲା। ପ୍ରତିଦିନ ଏହିପରି ସୁନ୍ଦର ସୁନ୍ଦର କାହାଣୀ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।